हाय पिलामाने समस्तଙ୍କୁ ଓଡ଼ିଆ ସାର୍ ୱେଭ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ। ଏହି ଭିଡ଼ିଓରେ ରହିଛି ଓଡ଼ିଆ ବିଷୟର PT2 ପ୍ରଶ୍ନପତ୍ର 2024ର ପ୍ରଶ୍ନପତ୍ରଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାଲୁମୁଣ୍ଡାର ବଲାଙ୍ଗୀର ଜିଲ୍ଲାର ଆଗାମୀ ପରୀକ୍ଷାମାନଙ୍କରେ ବହୁତ ସହାୟକ ହେବ ବୋଲି ମୁଁ ଆଶା କରେ। ତେଣୁକରି ଭିଡ଼ିଓଟି ପ୍ରସ୍ତୁତ କରିଛି ପିଲାମାନେ। ଚାଲ ଆମେ ଆରମ୍ଭ କରିବା। ପ୍ରଥମରେ ଦେଖ ଏକ ଅନୁଚ୍ଛେଦ ଅଛି, ତାକୁ ସ୍କିପ୍ କରିକି ଆମେ 2 ନମ୍ବରକୁ ଯିବା। 2 ରକ ଅଛି ଦେଖ ପିଲାମାନେ, ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରେ କେଉଁ କାବ୍ୟର ଅଂଶବିଶେଷ? ଉତ୍ତର ହେବ ବୈଦେହୀଶ ବିଳାସ। খ ନମ୍ବର, ଶୁକ ସାରଣ କେଉଁ ରୂପ ଧାରଣ କରି ଆକାଶ ମାର୍ଗରେ ଗଲେ? ଉତ୍ତର ହେବ ବତକ ରୂପ। ଗ ନମ୍ବର, ଜ୍ୟେଷ୍ଠ ଭ୍ରାତା କାହା ସହିତ ତୁଳନୀୟ? ଉତ୍ତର ହେବ ବାପା ସହିତ। ଘ ନମ୍ବର, ଭାରତ ସଭ୍ୟତାର ଆଦର୍ଶ କ'ଣ? ଉତ୍ତର ହେବ ତ୍ୟାଗ ଓ ଆତ୍ମସଂଯମ। ଗ ନମ୍ବର, ଜଡ଼ ବିଜ୍ଞାନ ମୂଳରେ କେଉଁ ଶାସ୍ତ୍ର ନିହିତ? ଉତ୍ତର ହେବ ଗଣିତ ଶାସ୍ତ୍ର। ଚ ନମ୍ବର, ଜୀବନ କାହାର ଏକ ଅବସ୍ଥା ବିଶେଷ? ଉତ୍ତର ହେବ ଶକ୍ତିର। 6 ନମ୍ବର, ଗାଳ୍ପିକ ବସନ୍ତ କୁମାର ଶତପଥୀ କେଉଁ ଗଳ୍ପ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ହେବ ଆଣ୍ଟି ରୋମାଣ୍ଟିକ ଗଳ୍ପ ସଂକଳନ ପାଇଁ। ଜ ନମ୍ବର, କାଠଗଡ଼ରେ କାଠ ଚିରାଇର ପ୍ରଥମ ଚଟଟି ପ୍ରାୟ କେତେ ଇଞ୍ଚ ଭିତରକୁ ପଶିଗଲା? ଉତ୍ତର ହେବ ପ୍ରାୟ 2 ଇଞ୍ଚ। ପରବର୍ତ୍ତୀ ପ୍ରଶ୍ନ ବ୍ୟାକରଣ ବିଭାଗରୁ ଅଛି, ଦେଖ 2 ନମ୍ବର ପୁଣି ଏଇଠି ଲେଖାଯାଇଛି, ତାହା 3 ହେବା କଥା ପିଲାମାନେ। ହଉ ଦେଖ, ବ୍ୟାକରଣ ବିଭାଗରୁ ବାକ୍ୟ ରୂପାନ୍ତର ପ୍ରଶ୍ନ ଅଛି। କ ନମ୍ବର ଦେଖ, ଧନୁର୍ଦ୍ଧର ରାମଚନ୍ଦ୍ର ରାବଣକୁ ବିନାଶ କରିଥିଲେ। ଜଟିଳ ବାକ୍ୟ ଲେଖିବାର ଅଛି। କ'ଣ ହେବ ଉତ୍ତର? ଯିଏ ଧନୁର୍ଦ୍ଧର ରାମଚନ୍ଦ୍ର ଥିଲେ ସେ ରାବଣକୁ ବିନାଶ କରିଥିଲେ। ଖ ନମ୍ବର, ବର୍ଷା ହେଲା ତେଣୁ ଖେଳ ବନ୍ଦ ହେଲା। ଜଟିଳ ବାକ୍ୟ ଲେଖିବା। ଯେହେତୁ ବର୍ଷା ହେଲା ସେହେତୁ ଖେଳ ବନ୍ଦ ହେଲା। ଗ ନମ୍ବର, ବର୍ଷା ଦିନ ଆସିଲେ ପୋଖରୀ ପାଣିରେ ପୂର୍ଣ୍ଣ ହୋଇଯାଏ। ଯୋଗ୍ୟ ବାକ୍ୟ ଲେଖିବା। ବର୍ଷା ଦିନ ଆସେ ଏବଂ ପୋଖରୀ ପାଣିରେ ପୂର୍ଣ୍ଣ ହୋଇଯାଏ। ଉତ୍ତର ହେବ। ତାପରେ ଘ ନମ୍ବର ଦେଖ, ରୀତା ସ୍କୁଲ ଗଲା କିନ୍ତୁ ପାଠ ପଢ଼ିଲା ନାହିଁ। ଉତ୍ତର ହେବ ରୀତା ସ୍କୁଲ ଯାଇ ମଧ୍ୟ ପାଠ ପଢ଼ିଲା ନାହିଁ। ଗ ନମ୍ବର, ଜୋର ପବନ ବହିଲା ତେଣୁ ଗଛଟି ଭାଙ୍ଗିଗଲା। ସରଳ ବାକ୍ୟ ଲେଖିବା। ଉତ୍ତର ହେବ ଜୋର ପବନ ବହିବାରୁ ଗଛଟି ଭାଙ୍ଗିଗଲା। 4 ନମ୍ବର 2 ମାର୍କିଆ ପ୍ରଶ୍ନ ଗୁଡ଼ିକ ଅଛି ଦେଖ। କ ନମ୍ବର, ରାବଣ ଶୁକ ସାରଣ ମାଧ୍ୟମରେ ବିଭୀଷଣଙ୍କ ପାଖକୁ କି ବାର୍ତ୍ତା ପଠାଇଥିଲେ? ଉତ୍ତର କ'ଣ ହେବ? ମୁଁ କେବଳ ସଂକ୍ଷେପରେ କହିବି ପିଲାମାନେ, ବାକି ତୁମେ ଭଲ ଭାବରେ ଅଭ୍ୟାସ କରିବ। ବାର୍ତ୍ତା କ'ଣ ପଠାଇଥିଲେ କି ବଡ଼ ଭାଇ ହେଉଛନ୍ତି ବାପାଙ୍କ ସମାନ, ତାଙ୍କ କଥାରେ ରାଗିକି ପଳାଇ ଆସିବା ଉଚିତ ନୁହଁ। ଖ ନମ୍ବର, ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ? ଉତ୍ତର ହେବ ସମୁଦ୍ରରେ ଥିବା ଶଙ୍ଖ ଠାରୁ ମଧ୍ୟ ଅଧିକ। ଗ ନମ୍ବର, ଅଙ୍ଗଦ ନିକଟକୁ ରାବଣ କି ସନ୍ଦେଶ ପ୍ରେରଣ କଲେ? କେଉଁ ସନ୍ଦେଶ? କି ତୁମ ବାପାଙ୍କ ଶତ୍ରୁ ହେଉଛନ୍ତି ରାମଚନ୍ଦ୍ର, ତୁମେ କଳହ କରି ସୈନ୍ୟ ସାମନ୍ତ ଧରି ଫେରିଆସ ଏବଂ ନିଜ ବାପାଙ୍କ ଶତ୍ରୁକୁ ତୁମେ ସାହାଯ୍ୟ କରି ବା ଭକ୍ତି କରି କେଉଁ ପୁଣ୍ୟ ଅର୍ଜନ କରିବାକୁ ଚାହୁଁଛ, ଏହି ବାର୍ତ୍ତା ମଧ୍ୟ ଦେଇଥିଲି। ଘ ନମ୍ବର, ଜଡ଼ ବିଜ୍ଞାନ କେତେ ବିଭାଗରେ ବିଭକ୍ତ? କ'ଣ କ'ଣ? ଜଡ଼ ବିଜ୍ଞାନ 2 ଭାଗରେ ବିଭକ୍ତ, ଯଥା ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ। ଗ ନମ୍ବର, ଜୀବ ବିଜ୍ଞାନର ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ? ଜୀବର ଗଠନ ପ୍ରକ୍ରିୟା, ସେମାନେ କେଉଁ ଶକ୍ତି ବଳରେ ଜୀବନର ଅଧିକାରୀ, ଏ ସମସ୍ତ ସୂଚନା ମିଳିଥାଏ ବା ସନ୍ଧାନ ମିଳିଥାଏ। ଆମେ ତାପରେ 6 ନମ୍ବର, ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ? ମାନବ ଯେଉଁ ବୈଷୟିକ ଶାରୀରିକ ମାନସିକ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ ତାହାକୁ ସଭ୍ୟତା ଆଖ୍ୟା ଦିଆଯାଏ। 5 ନମ୍ବର ଦେଖ, ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ପଦ୍ୟର ସରଳାର୍ଥ ଅଛି। ବିଭୂତି କି ଭୁଞ୍ଜୁଥିଲି ବିଭୂତି ଭୂଷଣ ବଡ଼ କୂଳେ ଜନମୀ ଶରଣ କି କାରଣ? ଯେ ବିଭୀଷଣକୁ ଯେଉଁ ବାର୍ତ୍ତା ଦେଇଛନ୍ତି ସେ ବାର୍ତ୍ତା ବିଷୟରେ ଲେଖିବାର ଅଛି ପିଲାମାନେ। କିମ୍ବା ଏଠି ଅଛି ଦେଖ, ବିରାଟ ସାଗର ଆଜି ଦୁର୍ଲକ୍ଷ ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ। ଏ ମଧ୍ୟ ସେଇ ସଭ୍ୟତା ଓ ବିଜ୍ଞାନ ପାଠରୁ ସରଳାର୍ଥ ରହିଛି। ଯାହାକୁ ଦରକାର କମେଣ୍ଟ କର, ମୁଁ ନିଶ୍ଚିତ ଭାବରେ ଯୋଗାଇ ଦେବି। 6 ନମ୍ବର, ରଚନା ଜାତୀୟ ସଂହତି ବୈଷୟିକ ଶିକ୍ଷା ଦେଶ ଗଠନ ଛାତ୍ରର ଭୂମିକା। ଏହି ରଚନା ଗୁଡ଼ିକ ମୁଁ ଆଗରୁ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛି। ତୁମେ ପ୍ଲେଲିଷ୍ଟକୁ ଯିବ, ସେଇଠି ରଚନା ରହିଛି, ତୁମେ ସେଇଠି ଖୋଜି ପାଇପାରିବ। 7 ନମ୍ବର, ସମ୍ପାଦକୀୟ ପତ୍ର ଅଛି ପିଲାମାନେ। ଯେକୌଣସି ଗୋଟେ ଶୀର୍ଷକରେ ଏକ ଲେଖା ପ୍ରକାଶ କରିବା ନିମନ୍ତେ ପ୍ରଥମ ଦେଖ, ନାରୀ ଜାତିକୁ ସମ୍ମାନ ଏବଂ ଆଉ ଗୋଟେ ଅଛି ଯୋଗ ଶିକ୍ଷାର ଆବଶ୍ୟକତା। ଏହି 2ଟି ଶୀର୍ଷକ ଉପରେ ମୁଁ ସମ୍ପାଦକୀୟ ପତ୍ର ଲେଖିଛି ଏବଂ ଏହି ଚ୍ୟାନେଲରେ ସେୟାର କରିଛି ପିଲାମାନେ। ପ୍ଲେଲିଷ୍ଟରୁ ତୁମେ ପାଇପାରିବ।